ଅଜା ତୁମେ ଗୋଟେ କାମ କଲେ ବୁଢାରୁ ଟୋକା ହେଇଯିବ ଆଉ ଆଗ ପରି ଜୋରେ ଯାଇପାରିବ। କେମିତି? ଆଜି ମଣିଷ ବସ୍ତିରେ ବନଦେବୀଙ୍କ ପାଖରେ କୁମ୍ଭୀର ବଳି ଦିଆଯିବ। ସେଥିରେ ପ୍ରସାଦ ହବ। ଯିଏ ସେ ପ୍ରସାଦ ଖାଇବ ସେ ବୁଢାରୁ ଟୋକା ହେଇଯିବ। ହଁ ଅଜା ଆମେ ପୁରା ସେଇଥିପାଇଁ ଜାଳ ନବାକୁ ଆସିଥିଲୁ। ଆଉ କୁମ୍ଭୀର ତ ଏଇଠି ଅଛି। ହେଲେ ଅଜା ଏ କୁମ୍ଭୀର ଆମକୁ ଖାଇବାକୁ ଆସିଛି। କଣ କହିଲ? ମୁଁ ଟୋକା ହେଇଯିବି? ବାଃ, ଏଥର ଖାଇ ପିଇ ପୁରା ଅଏସ୍ କରିବି। ହେଲେ କୁମ୍ଭୀରକୁ ଆମ ବସ୍ତିକୁ କିଏ ନବ? ସେଥିପାଇଁ ଚିନ୍ତା କରନି। ମୁଁ ମୋ ଲାଞ୍ଜରେ ଗୁଡେଇ ଘୋଷାରି ଘୋଷାରି ଏ କୁମ୍ଭୀରକୁ ନେଇଯିବି। ଶୁଣ, ତୁମେ ମାନେ ଏ ଗଛରେ ବସିଥାଅ। ଆରେ ତତେ ବୋକା ବନଉଛି, ୟା କଥା ଜମା ଶୁଣ ନା। ପାଟି ଚୁପ୍ କର ଆଉ ଚୁପଚାପ ମୋ ସହିତ ମଣିଷ ବସ୍ତିକୁ ଚାଲ। ବୃଦ୍ଧ କାଳ ବୋଧେ ୟା ବୁଦ୍ଧିଭ୍ରଷ୍ଟ ହେଲାଣି। ଲାଗୁଛି ଆଗ ବାଘ ବିଲୁଆକୁ ଗିଳିବାକୁ ପଡିବ। ଏମାନେ ବେଶୀ କଥା କହୁଛନ୍ତି। ତାପରେ କୁମ୍ଭୀରକୁ ନେଇ ବଳି ଦେବି। ଏବେ 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 କଣ କରିବା? ଇଏ କଣ ଆମ ପଛରେ ପଡିଲାଣି? ଆଗ ଏଠୁ ଖସିବା ଚାଲ, ତାପରେ ଭାବିବା କଣ କରିବା। ଏ କୁମ୍ଭୀର ଦୌଡବେ। ଭାରି ସୁଆଦିଆ ଲାଗୁଛି ତ କୁମ୍ଭା। ଏ ମାଛ ମୋଡ କେତେ ବଢିଆ ଲାଗୁଛି କି ରେ। ଆରେ ମାଛ ଗୁଡାକ ଶୁଖିଗଲେ ଏମିତି ଲାଗନ୍ତି। ବିଲୁ, ଆରେ କୋଉଠୁ ଆଣିଲୁ କି ରେ? ଏ ସବୁକୁ ଡୁଆ ଡୁଇଙ୍କ ଆଇ ଏ ଖରାରେ ବା ବନେଇକି ଶୁକେଇଥିଲା। ତମେ ଖାଇବ ବୋଲି ବହୁତ କଷ୍ଟରେ ଆଣିଛି ଏଇ ଦିଟା। ଆରେ ବାଘା, ଆହୁରି ଖାଇବାକୁ ଇଚ୍ଛା ହଉଛି ରେ। ଯେମିତି ହେଲେ ଶୁଖୁଆ ତକ ଯାଇ ଗୁମ୍ଫାକୁ ନେଇ ଆସିବା। କିଛି ଗୋଟେ ଉପାୟ ଭାବେ। ଉପାୟ ଅଛି। ସମସ୍ତେ ଦେହରେ ଡାଳପତ୍ର ବାନ୍ଧି ବୁଦା ହେଇଯିବା। ଶୁଖୁଆ ସବୁ ଟେକି ଆଣିବା ଚାଲ। ହଉ ଚାଲ।